ଏବେ ଆମେ ଦେଖିବା ସମାନ ଢଙ୍ଗରେ ଅ, ଆମେ କିପରି ଶାଢ଼ୀ, ଦୁପଟ୍ଟା କିମ୍ବା ସମାନ ଉତ୍ପାଦକୁ ନିରନ୍ତର ଆଲୋକରେ ସୁଟିଂ କରିପାରିବା। ଏହି କ୍ଷେତ୍ରରେ ମୁଁ ଉତ୍ପାଦଠାରୁ ସମାନ ଦୂରତାରେ ଦୁଇଟି ଲାଇଟ୍ ରଖିଥିଲି। ମୁଖ୍ୟ ଆଲୋକ ଡାହାଣ ପାର୍ଶ୍ୱରେ ଏବଂ ଫିଲ୍ ଲାଇଟ୍ ଏହି ପାର୍ଶ୍ୱରେ ଅବସ୍ଥାନ କରାଯାଏ। ତେବେ ଏ କ୍ଷେତ୍ରରେ ଆମେ କ'ଣ କରିବୁ? ଏହି କ୍ଷେତ୍ରରେ ଆମେ ଫିଲ୍ ଲାଇଟ୍‌କୁ ଅଧିକ ଶକ୍ତିଶାଳୀ କରିବୁ। ମୁଁ ଏହାକୁ ଭଲ ଭାବରେ ଇସ୍ତ୍ରୀ କରିବା ପରେ, ଏହାକୁ ଆଇରନ୍ କରିବା ପରେ ମାନେ ଏଠାରେ ଟିକିଏ ଭାଙ୍ଗ ଦେଖାଗଲା। ଯଦି ସେହି ଫୋଲ୍ଡ ଏହାକୁ ଘୋଡ଼ାଇବା ପାଇଁ ଉଦ୍ଦିଷ୍ଟ, ତେବେ ଆମକୁ ଫୋଲ୍ଡ ଉପରେ ପଡ଼ିଥିବା ଛାୟାକୁ ହାଲୁକା ଟିକେ କରିବା ଆବଶ୍ୟକ। ଏବେ ମୁଁ ହିଲ୍ ଲାଇଟ୍‌ର ତୀବ୍ରତାକୁ ବଢ଼େଇବି ଏବଂ ଉଭୟ ଆଲୋକର ତୀବ୍ରତାକୁ ମାନେ ଦୁଇଟା ଯାକର ଆଲୋକର ତୀବ୍ରତାକୁ ପ୍ରାୟ ସମାନ କରିବି। ଏବଂ ଆସନ୍ତୁ ଜାଣିବା ଅ, ଏଇ ପ୍ରଡକ୍ଟଟି କେମିତି ଦେଖାଯିବ ଏବଂ ଏହାଦ୍ୱାରା ସୃଷ୍ଟି ହେଉଥିବା ଛାୟା ହ୍ରାସ ପାଉଛି, ଯାହାଫଳରେ ଏକ ସୁନ୍ଦର ଫ୍ଲାଟ୍ ଦୁପଟ୍ଟା ସୃଷ୍ଟି ହେଉଛି। ବର୍ତ୍ତମାନ ଆମେ ଦେଖିପାରୁଛୁ ଯେ ଛାୟା ବହୁତ କମ୍ ଅଛି ଏବଂ ଏହି ହ୍ରାସ କାରଣରୁ ଚିତ୍ର ବହୁତ ସୁନ୍ଦର ଦେଖାଯାଉଛି। ହଁ, ଏହି କ୍ଷେତ୍ରରେ ଆପଣଙ୍କୁ କହି ରଖୁଛୁ ଯେ ଏହି ଦୃଶ୍ୟରେ ଏକ ଚିତ୍ର ଫ୍ରେମ୍ ରହିଛି। ଏବେ ଆପଣ ଭାବୁଥିବେ ଆମେ କିପରି ଏହି ଫଟୋକୁ ଏଡିଟ୍ କରିପାରିବା। ଆମର ଉପଯୋଗୀ ସ୍ଥାନ ହେଉଛି ଏତେ। ଏହାପରେ ଦୁପଟ୍ଟାର ଆଞ୍ଚଲ୍ ଉପସ୍ଥିତ ରହିଥାଏ। ଯଦି ଆମେ ଏଇ ପର୍ଯ୍ୟନ୍ତ କ୍ରପ୍ କରିପାରିବା, ତେବେ ଏହା ଖରାପ ଦେଖାଯିବ ନାହିଁ। ଏବେ ଆମେ ଫଟୋ ଉଠାଇବା ଭାଗକୁ ଆସିଛୁ ଏବଂ ଆମେ ଦୁପଟ୍ଟା ସୁଟିଂ କରିବାକୁ ପ୍ରସ୍ତୁତ ଅଛୁ। ଦୁପଟ୍ଟା ସୁଟିଂ ସମୟରେ ଆମେ ଦେଖିପାରିବା ଯେ ଏହା ସୁନ୍ଦର ଏବଂ ସମାନ ଭାବରେ ପ୍ରଜ୍ୱଳିତ ହୋଇଛି। ଯଦି ଆପଣ ଏଠାରେ ଫୋକସ୍ କରନ୍ତି, ତେବେ ଆପଣ ଫୋକସ୍ ଦେଖିପାରିବେ। ବହୁତ ଭଲ ଭାବରେ କେନ୍ଦ୍ରୀଭୂତ ଏବଂ ଭଲ ଆଲୋକିତ। ଏହି କ୍ଷେତ୍ରରେ ଏକ ସମସ୍ୟା ରହିଛି। ମୁଁ ଏହାକୁ ଆଇରନ୍ କରିବା ପରେ ମଧ୍ୟ ଏକ ଛୋଟ ଭାଙ୍ଗ ଏବେ ବି ଉପସ୍ଥିତ ଅଛି। ତଥାପି ଏହି ଭାଙ୍ଗ ସୁପାରିଶ କରାଯାଏ ନାହିଁ। ସୁଟିଂ ପୂର୍ବରୁ ମୁଁ ପ୍ରତ୍ୟେକ ଉତ୍ପାଦକୁ ଭଲ ଭାବରେ ଚାପିବାକୁ ପରାମର୍ଶ ଦେବି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଉ ଗୋଟେ କଥା ମୁଁ କହିବାକୁ ଚାହୁଁଛି ଯେ ଆପଣ ଶାଢ଼ୀ ସୁଟିଂ କରୁଛନ୍ତି କିମ୍ବା ଦୁପଟ୍ଟା ସୁଟିଂ କରୁଛନ୍ତି, ଏଥିରେ କୌଣସି ବିକୃତି ହେବା ଉଚିତ ନୁହେଁ। ଅର୍ଥାତ୍ ବିକୃତି ଅର୍ଥରେ ମୁଁ କହିବାକୁ ଚାହୁଁଛି, ଆପଣଙ୍କ କ୍ୟାମେରାର ସ୍ଥିତି ଆପଣଙ୍କ ଉତ୍ପାଦର କେନ୍ଦ୍ର ସହିତ ସଂଯୁକ୍ତ ହେବା ଉଚିତ। କ୍ୟାମେରାକୁ ଏହାଠାରୁ ଅଧିକ ଉଚ୍ଚରେ ଉଠାଇବା ଦ୍ୱାରା ଆପଣଙ୍କ ପ୍ରଡକ୍ଟ ତଳ ଆଡ଼କୁ ସଂକୀର୍ଣ୍ଣ ଦେଖାଯିବ। ଯଦି ଆପଣ ଏହାକୁ ତଳକୁ କରନ୍ତି, ତେବେ ତଳ ପାର୍ଶ୍ୱ ବ୍ୟାପକ ହେବ ଏବଂ ଉପର ପାର୍ଶ୍ୱ ସଂକୀର୍ଣ୍ଣ ହୋଇଯିବ। ଏହାକୁ ବିକୃତି କୁହାଯାଏ। ଯଦି ଆମେ ଫଟୋସପ୍‌ରେ କାମ କରୁ, ତେବେ ଆମେ ଫଟୋସପ୍ ବ୍ୟବହାର କରି ବିକୃତିକୁ ଠିକ୍ କରିପାରିବା। କିନ୍ତୁ ମୋବାଇଲ୍ ଆପ୍ ଦ୍ୱାରା ଏହି ବିକୃତିକୁ ସୁଧାରିବା ବହୁତ କଷ୍ଟକର ହେଇଥାଏ। ତାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଫଟୋ ଉଠାଇବା ସମୟରେ ଆପଣ ଏହି ବିକୃତିକୁ ଠିକ୍ କରିଦେବା ଉଚିତ। ଏବେ ଆମେ ଫେରି ଆସୁଛୁ ସୁଟିଂ ପାର୍ଟକୁ। ଅ, ଏଠାରେ ଆମେ ଦେଖିପାରିବା ଯେ ଉତ୍ପାଦଟି ବହୁତ ସ୍ପଷ୍ଟ ଅଟେ। ଅର୍ଥାତ୍ ସମସ୍ତ ଉତ୍ପାଦ ଉପରେ ସମାନ ଭାବରେ ଆଲୋକ ପଡ଼ିଥାଏ। ଫଳରେ ଉତ୍ପାଦ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଏବେ ଆମେ ଏହାର ଏକ ଫଟୋ ନେବୁ। ଏହାପରେ ଭିଡ଼ିଓର ପରବର୍ତ୍ତୀ ଭାଗରେ ଏହି ଫଟୋକୁ କିପରି ଏଡିଟ୍ କରାଯାଏ ତାହା ଦେଖିବାକୁ ମିଳିବ। ଏ କ୍ଷେତ୍ରରେ ମୁଁ କିଛି କହିବାକୁ ଚାହୁଁଛି। ଏଠାରେ ଯଦି ମୁଁ ଏହି ଫିଲ୍ ଲାଇଟ୍‌ର ପରିମାଣ ହ୍ରାସ କରିବି, ତେବେ ଆପଣ ଦେଖିବେ ଯେ ଉତ୍ପାଦଟି କିପରି ଦେଖାଯାଏ। ପରେ ଆମେ ଏହାର ଏକ ଫଟୋ ଉଠାଇ ଆପଣଙ୍କୁ ଦେଖାଇବୁ। ବର୍ତ୍ତମାନ ଏହି ଫିଲ୍ ଲାଇଟ୍ ହ୍ରାସ ହେତୁ ଉତ୍ପାଦର ଡାହାଣ ପାର୍ଶ୍ୱରେ ଥିବା ଫୋଲ୍ଡଗୁଡ଼ିକ
ବହୁତ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଏହା ସେତେଟା ଭଲ ଲାଗୁନାହିଁ ଏବଂ ଏହା ଦେଖାଯାଏ ଯେ ଗୋଟିଏ ପାର୍ଶ୍ୱରେ ହାଲୁକା ଏବଂ ଅନ୍ୟପଟେ କମ୍ ଆଲୋକ ଅଛି। ଏହାର ଡାହାଣ ପାର୍ଶ୍ୱରେ ଟିକେ ଛାୟାଯୁକ୍ତ ଏବଂ ବାମ ପାର୍ଶ୍ୱରେ ଉଜ୍ଜ୍ୱଳ। ଆମେ ଏହାର ଏକ ଫଟୋ ଉଠାଉଛୁ। ଏବେ ଦେଖିବାକୁ ମିଳିବ ଉଭୟଙ୍କର ଫଟୋ। ଏହି ଚିତ୍ରଟି ବିନା ଆଲୋକରେ ଅଛି ଆଉ ଏହି ଫଟୋଟି ଫିଲ୍ ଲାଇଟ୍‌ରେ ଅଛି। ଏବେ ଆପଣ ଉଭୟ ଫଟୋକୁ ଦେଖି ଫରକ ବୁଝିପାରିବେ। ଏହି ଫଟୋକୁ ଅଧିକ ଏଡିଟିଂର ଆବଶ୍ୟକତା ନାହିଁ। ବହୁତ କମ୍ ଏଡିଟିଂ ଆପଣଙ୍କ ଫଟୋ ତିଆରି କରିବ।